ପୋଡ଼ପିଠା ଆଜି ଏଇଠି ହେଇଛି କି ନାହିଁ କିଛି ଅଛି ହେଇଛି ସାର୍ ଏଇଟା ଆମର ଟୁରିଜିମ୍ ଡିପାର୍ଟମେଣ୍ଟ ଓଟିଡିସି ଷ୍ଟଲ୍ ଦେଇଛନ୍ତି। ଆଚ୍ଛା ଏଣୁକରି ଏ ରଜ ପିଠା ହଉ ବା ରଜପାନ ହଉ ବା ଆମେ ସମସ୍ତେ ଗୋଟିଏ ଖୁସି ଆନନ୍ଦରେ ଏ ରଜ ମହୋତ୍ସବକୁ ପ୍ରାୟତଃ 4 ଦିନ ଧରି ଆମ ଓଡ଼ିଶାରେ ଏକ ଗଣପର୍ବ ହିସାବରେ ଆମେ ଏହାକୁ ପାଳନ କରିଥାଉ। ସାଧାରଣତଃ ଭାବରେ ରଜ ମହୋତ୍ସବ ଆମ ଏ ଅଞ୍ଚଳ ପାଇଁ ଆମେ ସମସ୍ତେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିଥାଉ ରଜ କେବେ ଆସିବ ଏବଂ ରଜ ଆସିଲେ ଆମେ ସମସ୍ତେ ଅତି ଖୁସି ହେଇଥାଉ। ନୂଆ ବସ୍ତ୍ର ପରିଧାନ କରି ଏବଂ ସେ କ'ଣ କି ପାନ କହନ୍ତି ରଜପାନ ନା ଆଉ କ'ଣ ନା ଅଛି ରଜପାନ ଗୋଟେ ସ୍ୱତନ୍ତ୍ର ପାନ ସେ ମିଠା ପତ୍ରରେ ରଜପାନ ହବ। ଆମର ସମସ୍ତେ ମା ଭଉଣୀମାନେ ବଡ଼ ଭାଇମାନେ ସମସ୍ତେ ପାନ ଖାଇବା ପାଇଁ ଏବଂ ସବୁଠାରୁ ସ୍ପେଶାଲ ହୁଏ ଗୋଟେ ରଜ ପିଠା ହୁଏ। ରଜ ପିଠା ହୁଏ ନା ପୋଡ଼ପିଠା ଆଜି ଏଇଠି ହେଇଛି କି ନାହିଁ କିଛି ଅଛି ହେଇଛି ସାର୍ ଏଇଟା ଆମର ଟୁରିଜିମ୍ ଡିପାର୍ଟମେଣ୍ଟ ଓଟିଡିସି ଷ୍ଟଲ୍ ଦେଇଛନ୍ତି। ଆଚ୍ଛା ଏଣୁକରି ଏ ରଜ ପିଠା ହଉ ବା ରଜପାନ ହଉ ବା ଆମେ ସମସ୍ତେ ଗୋଟିଏ ଖୁସି ଆନନ୍ଦରେ ଏ ରଜ ମହୋତ୍ସବକୁ ପ୍ରାୟତଃ 4 ଦିନ ଧରି ଆମ ଓଡ଼ିଶାରେ ଏକ ଗଣପର୍ବ ହିସାବରେ ଆମେ ଏହାକୁ ପାଳନ କରିଥାଉ।